গুন্ডা করতে চলবে না এবিভিপি মুর্দাবাদ এবিভিপি তোমার গুন্ডারা চলবে না গান্ধী চলিব রাজরাস্তার লড়াই হব এবিভিপি মুর্দাবাদ এবিভিপি তোমার ব্রহ্মপুর বিশ্ববিদ্যালয়ের গুন্ডারা চলবে না এবিভিপি তোমার গুন্ডারা চলবে না এবিভিপি হাই এবিভিপি ডাউন এবিভিপি হাই মোহন মাঝি গাড়ি ছাড়ো মোহন মাঝি গাড়ি ছাড়ো এবিভিপি জানা হাই দলাল খনি মন্ত্রী হাই দলাল খনি মন্ত্রী হাই দলাল খনি মন্ত্রী হাই ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଗୁଡେ ବିଶ୍ୱବିଦ୍ୟାଳୟର ବଡ ଇତିହାସ ଅଛି। ଟିକେ କଣ ହେଲେ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନ କରିବାକୁ ଭାବୁଛି କାହା ପାଇଁ ସମାଜ ପାଇଁ ତାଙ୍କ ଭବିଷ୍ୟତ ପାଇଁ ବାହାରୁଥିଲେ। ତ ଏ ସରକାର ଆସିଲା ପରେ ଆପଣ ଦେଖନ୍ତୁ ଯେ ୟୁନିଭର୍ସିଟି ଛାତ୍ରମାନେ ତାଙ୍କ କମ୍ପାସ ଭିତରେ ପ୍ରୋଗ୍ରାମ କରୁଥିଲେ ଅଣଛାତ୍ର ସେ ଭିତରକୁ ଯିବାର କିଛି ଆବଶ୍ୟକ ନାହିଁ। ଏମାନେ ଅବଜେକ୍ସନ କରିବା କିଛି ଭୁଲ ନାହିଁ ଯେ ସ୍ଥାନୀୟର ବିଧାୟକ ଅଛନ୍ତି ପରିବହନ ମନ୍ତ୍ରୀ ଖଣି ମନ୍ତ୍ରୀ ଯେ ଏ ନିର୍ବାଚନ ମଣ୍ଡଳୀରେ ଯେତେ ସବୁ ଦୁର୍ନୀତି ହଉଛି ଯେତେ ସବୁ ଅତ୍ୟାଚାର ହଉଛି ଗଣଦୁଷ୍କର୍ମ ହଉଛି ଗ୍ୟାଙ୍ଗ ରେପ୍ ହଉଛି ଦେଶର ବଦନାମ ହଉଛି ଦେଶର ବଦନାମ ହଉଛି ତ ଏମାନେ ପ୍ରୋଟେଷ୍ଟ କରିବା କିଛି ଖରାପ ନାହିଁ। ପିଲାମାନେ ପାଠ ପଢୁଛେ କେତେବେଳେ ସମୟ ମିଳିଲା କି ବିଚ୍ ଆଡେ ଆସିଲେ କାହାକୁ କିଏ ବ୍ୟବହାର ଖରାପ କଲେ ଯଦି କିଛି ହୁଏ ତ ତାକୁ ଧରିକି ଆମେ ସତର୍କତା ରହିବା କଥା ସମାଜ ପାଇଁ ଲୋକଙ୍କ ପାଇଁ ଛାତ୍ରଛାତ୍ରୀ ସୁରକ୍ଷା ଦେବା କଥା ଦେଶର ଭବିଷ୍ୟତ ଆଉ ସେମାନେ ଜର୍ଣ୍ଣାଲିଜିମ୍ କରୁଛନ୍ତି। ତ ଏ ପରିସ୍ଥିତିରେ ଅଣ ଛାତ୍ରମାନେ ଯାଇକି ଆଟାକ୍ କରିବା ନିର୍ଦ୍ଦେଶରେ ସେ ଯୋଉ ମୋ ନାଁରେ ଗୋଟେ ରେପ୍ କେସ୍ ହେଇଥିଲା ବିଗତ ସରକାରରେ ଉଦ୍ଦେଶ୍ୟମୂଳକ ଭାବରେ ମୋ ନାଁରେ ରେପ୍ କେସ୍ କରୁଥିଲେ ସେ କେସ୍ରେ ମୁଁ ଖଲାସ ହେଇଗଲି। ସେ ଝିଅ ବି ଖଲାସ ହେଲା ପରେ ଗୋଟେ ବାଇଟ୍ ଦେଇଥିଲା ବିଗତ ସରକାରର ମନ୍ତ୍ରୀ ମତେ ଏସବୁ କାରନାମା କରିକି ତାଙ୍କ ନାଁରେ ମିଥ୍ୟା କେସ୍ ଦେଇଥିଲି। ଆମର ଖଲିକୋଟ କଲେଜ ପାଖରେ ବ୍ରହ୍ମପୁରରେ ଆମର କୁଶପୁତଳିକା ଦାହ କଲେ ସତେକି ତା ମା ଭଉଣୀ ମୁଁ ରେପ୍ କରିଦେଲା ଭଳି ବୁଝିଲା ନା। ସିଏ ଆସିଥିଲା ଆଜି ଭଦ୍ରଲୋକେ ଯୋଉ ଗଣଦୁଷ୍କର୍ମ ହେଇଥିଲା ଗ୍ୟାଙ୍ଗ ରେପ୍ ହେଇଥିଲା ତାର ଓକିଲ ହଉଛନ୍ତି ପିତୁଆସ ପଣ୍ଡା ହଉଛନ୍ତି ବିଜେପିର ଆମ ଖଣି ମନ୍ତ୍ରୀର ଗୋଟେ ଖାସ ଲୋକ। ସିଏ ଆଜ୍ଞା କେସ୍ ଧରୁଛନ୍ତି 9 ଲକ୍ଷ ଟଙ୍କା ଡିସାଇଡ୍ କରୁଛନ୍ତି ଯେ କେସ୍ଟା ରଫା ଦଫା କରିଦେଇଛି ହେଲା। ଏବଂ କି ସୁରକ୍ଷା ଦେବେ ଦେଶକୁ ରାଜ୍ୟକୁ ଚିନ୍ତା କର। ଥାନା ଭିତରେ ପୁଲିସର ଉପସ୍ଥିତିରେ ଏ ଜିନିଷ କରୁଛନ୍ତି ଏସବୁ ଶୁଭଙ୍କର ନୁହେଁ। ତାକୁ ତୁରନ୍ତ ଆରେଷ୍ଟ କରନ୍ତୁ ଯିଏ ହଉନା କାହିଁକି। ଆମେ ଆପଣମାନଙ୍କୁ ପ୍ରୋଟେକ୍ସନ ଦେବୁ ଆଇନକୁ ମାନୁଛୁ ଆଇନ ଅନୁଯାୟୀ କାମ କରୁଛୁ ସମ୍ବିଧାନ ଅନୁଯାୟୀ ଆମେ ସିଷ୍ଟମରେ ରହିଛୁ। ଦିନ ରାତି କୋଇଲା ଚୁରେଇବେ ବାଲି ଚୁରେଇବେ ପଥର ଚୁରେଇବେ ଲୁଟିକି ନେବେ ଲୋକଙ୍କୁ ଖାଇବା ମିଳୁନି ରଙ୍ଗ ଚେଞ୍ଜ କରିବେ ବୋଲେ କଣ ପେଟ ପୁରିଯିବ। ତୁରନ୍ତ ଆରେଷ୍ଟ କରନ୍ତୁ ଏମାନଙ୍କୁ। ନିଶ୍ଚୟ ସେମାନେ ଆରେଷ୍ଟ ହେବେ ଆଜି ସନ୍ଧ୍ୟା ସୁଦ୍ଧା ଆପଣ ଦିଅନ୍ତୁ ଆମର ଏଫଆଇଆର ଦିଅନ୍ତୁ କାହା ନାଁରେ କେସ୍ କରୁଛନ୍ତି। ଏଫଆଇଆର ତ ଅଛି ଆମମାନଙ୍କ ନାଁରେ ଫଲ୍ସ ଆକ୍ଟର ସେଠି କେସ୍ ଦଉଥିଲେ ସେଇଟା କେସ୍ ହେଇନି ଆପଣମାନେ ଏତେ ଇଏ ହୁଅନ୍ତୁ ନା ଆହୁରି ହୁଅନ୍ତାନି। କେମ୍ପା ବିଭୂତି ହାୟ କେମ୍ପା ବିଭୂତି ହାୟ କେମ୍ପା ବିଭୂତି ହାୟ କେମ୍ପା ବିଭୂତି ହାୟ ନହେଲେ ଏ ଜିନିଷ ଆମେ ରେଜ୍ କରେଇବୁ ଆପଣଙ୍କ ଉପରେ ଭରସା ବିଶ୍ୱାସ ଅଛି ଆଇନ ଉପରେ ଭରସା ବିଶ୍ୱାସ ଅଛି
ଆପଣ ତୁରନ୍ତ ସେମାନଙ୍କୁ ଆରେଷ୍ଟ କରନ୍ତୁ ହେଲା ହେଲେ ଆମେ ଯିବୁ ବିଶ୍ୱାସ ନେଇକି ଯିବୁ ତ ଆଜ୍ଞା ଆଜ୍ଞା